ଏ ପୃଥିବୀରେ ଅନେକ ଧର୍ମଙ୍କର ଆବିର୍ଭାବ ଘଟିଛି। ସବୁ ଧର୍ମ ହେଉଛନ୍ତି ସମାନ ଏବଂ ସବୁ ଧର୍ମର ମୂଳ ମନ୍ତ୍ର ହେଉଛି ଏକ, ଈଶ୍ୱର ପ୍ରାପ୍ତି। ତେଣୁ ଆମ ଆଗରେ ସବୁ ଧର୍ମ ହେଉଛି ସମାନ। ଆମର ରୁଚି ଅନୁସାରେ, ଆମର ଇଚ୍ଛା ଅନୁସାରେ ଏବଂ ଆମର ପସନ୍ଦ ଅନୁସାରେ ଆମେ ଯେକୌଣସି ଧର୍ମକୁ ଗ୍ରହଣ କରିପାରିବା। ବାୟା ବାବା ତାଙ୍କ ବାୟା ଗୀତରେ ଏ ସମ୍ବନ୍ଧରେ ଗୋଟିଏ କଥା କହିଛନ୍ତି। କ'ଣ ସେ କଥା? ଧରାଧାମେ ନାନା ଧର୍ମ ଅଟେ ନାବ ପ୍ରକାର, ଯେଉଁ ନାବେ ଯେହୁ ଆରୋହେ ତରେ ଭବ ସାଗର। ଆହା, ଏ ପୃଥିବୀରେ ଅନେକ ଧର୍ମ ରହିଛନ୍ତି ଏବଂ ପ୍ରତ୍ୟେକ ଧର୍ମ ହେଉଛନ୍ତି ଗୋଟିଏ ଗୋଟିଏ ନାବ ସଦୃଶ ଏବଂ ସେ ଧର୍ମ ରୂପୀ ନାବ ଗୁଡ଼ିକୁ କିଏ କେମିତି ରଙ୍ଗରେ ରଙ୍ଗେଇଛି ବା କିଏ କେମିତି ସାଜସଜ୍ଜାରେ ସଜେଇଛି, ଆମେ ନିଜର ଇଚ୍ଛା ଅନୁସାରେ, ରୁଚି ଅନୁସାରେ ଏବଂ ପସନ୍ଦ ଅନୁସାରେ ଯେକୌଣସି ନାବକୁ ଆମେ ଆଶ୍ରୟ କରିପାରିବା। କାରଣ ଯେକୌଣସି ନାବରେ ବସିଲେ ମଧ୍ୟ ଆମ ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ ହେଉଛି କ'ଣ ନା, ଏ ଭବ ସଂସାରରୁ ପାର ହେବା, ଏ ଭବସାଗରକୁ ଅତିକ୍ରମ କରିବା। ବାୟା ବାବା ଆଉ ଗୋଟିଏ କଥା କହିଲେ। ବିଦଗ୍ଧ ଶ୍ରୋତା ମଣ୍ଡଳୀ, ଆଜି ଚତୁର୍ଥ ଦିନରେ ଆମେ ପହଞ୍ଚିଛେ ସେଇ ବାୟା ଗୀତା ଚର୍ଚ୍ଚା କାର୍ଯ୍ୟକ୍ରମର। ଏବେ ଶୁଣନ୍ତୁ ଈଶ୍ୱରଙ୍କ ଉପରେ ବାୟା ବାବା କ'ଣ କହିଛନ୍ତି। ଦୈବ ଦୌଡ଼ି ସଂସାରେ ନର ଅଟ ଇ ଗାଇ, ବିଶ୍ୱନାଟକ ସୂତ୍ରଧର ଆୟ ତରେ ଚଳଇ। ଦୈବ ଦୌଡ଼ି ମଣିଷ ଗାଇ, ଯେଣିକି ଓଟାରି ତେଣିକି ଯାଇ। ତେଣୁ ସେ ଦୈବ ରୂପକ ଦୌଡ଼ି, ଆମେ ହେଉଛେ ସମସ୍ତେ ଗାଈ। ତେଣୁ ସେ ଦୈବ ଦୌଡ଼ି ଯେମିତି ଟାଣିବ, ଯୁଆଡ଼କୁ ଟାଣିବ ଆମେ ସିଆଡ଼କୁ ଟାଣି ହେଇ ହେଇ ଯିବା। ଆଉ ସିଏ ଟାଣି ନେଇ ନେଇ କେଉଁ ଜାଗାରେ ଆମକୁ ରଖିଦେବ ଏ କଥା ଆମେ ବି ଜାଣିପାରି ନାହିଁ କି ଜାଣିପାରିବା ନାହିଁ। ସେଥିପାଇଁ ବାୟା ବାବା ସୁନ୍ଦର ଭାବେ କହିଲେ, କେତେବେଳେ ନେଇ ବସାଏ ରାଜ ସିଂହାସନରେ, କେତେବେଳେ କରି ଭିକାରୀ ବୁଲା ଏ ଦ୍ୱାରେ ଦ୍ୱାରେ। ସେ ଦୈବ ଦୌଡ଼ି ଆମକୁ ଟାଣି ନେଇକରି କେତେବେଳେ ରାଜସିଂହାସନରେ ବସେଇଦେବ ତ କେତେବେଳେ ଭିକାରୀ ସଜେଇକରି ଦ୍ୱାର ଦ୍ୱାର ବୁଲି ଭିକ ମାଗିବାକୁ ମଧ୍ୟ କହିବ। ମହାକାଳ ଏବଂ ଯେଉଁ ସମୟ, ଏ ପ୍ରଭାବରେ ଆମେ କେତେବେଳେ କ'ଣ ହେଇଯିବା ସେ କଥା ଆମେ କେବେ ଚିନ୍ତା ବି କରିପାରିବା ନାହିଁ। ଆମେ ଈଶ୍ୱରଙ୍କ ଉପରେ କିଛି ଜାଣିନେ ବୋଲି, ଈଶ୍ୱରଙ୍କର ଶକ୍ତି, ଈଶ୍ୱରଙ୍କର ସାମର୍ଥ୍ୟ କ'ଣ ଆମେ ଜାଣିନେ ବୋଲି ଆମେ ସୁଖ ଦୁଃଖରେ ପୀଡ଼ିତ ହେଉଛେ। ବାୟା ବାବା ଭଗବାନ ଶଙ୍କରଙ୍କୁ ଗୋଟିଏ କଥା କହିଥିଲେ। କ'ଣ କହିଲେ? ଭୋଳାନାଥ ନମେ ତୋପୟରେ ତୋହି ଆଦି ପୁରୁଷ, ପ୍ରକୃତିଙ୍କୁ ସଙ୍ଗେ ଘେନି ନ କରୁ ଥାଉ ରାହାସ।
ତୁ ନାଥ ଜଗତ ଜୀବନଟୁ ଦରିଦ୍ର ଧନ ପ୍ରକୃତି ତୋତେ ନ ଜାଣଇ ଶାନ୍ତ କୁଆ ତମାରାମ। ବାୟା ସନ୍ଥ ଭୋଳାନାଥ ଶଙ୍କରଙ୍କୁ କହୁଛନ୍ତି, ହେ ଭୋଳାନାଥ, ହେ ମହେଶ୍ୱର, ତୁମେ ପ୍ରକୃତି ମାତାକୁ ଧରି ଏ ସଂସାର ଭିତରେ ବିଭିନ୍ନ ପ୍ରକାରର ଲୀଳା କରୁଛ ଏବଂ ସକଳ ପ୍ରାଣୀଙ୍କ ହୃଦୟ ଭିତରେ ଆତ୍ମା ରୂପେ ତୁମେ ବାସ କରିଛ। ତେଣୁ ସେଇ ନିର୍ମଳ ମାନସ ସାଧୁସନ୍ଥମାନେ ଏ କଥା ଜାଣିଛନ୍ତି ବୋଲି ତୁମକୁ ଭକ୍ତି କରୁଛନ୍ତି ଏବଂ ତୁମ ପ୍ରତି ତାଙ୍କର ଅନୁରକ୍ତି ଭାବ ବଢ଼ୁଛି ଏବଂ ସେମାନେ ଆପଣଙ୍କୁ ପାଇବା ପାଇଁ ଯେଉଁ ସାଧନା କରୁଛନ୍ତି ସେ ସାଧନା ବଳରେ ସେମାନେ ଚିର ଶାନ୍ତି ଲାଭ କରୁଛନ୍ତି। ଆଉ ଏଇ କଥା ମଧ୍ୟ ସତ୍ୟ ଯେ ଆପଣ ଏ ଜଗତର ସକଳ ପ୍ରାଣୀକୁ ମଧ୍ୟ ଗ୍ରାସ କରିବାକୁ ପଛାନ୍ତି ନାହିଁ। କେମିତି? ରିପୁ ମିତ୍ର ତୋର ସମାନ ପ୍ରାଣୀ ଜାଣନ୍ତି ନାହିଁ, ଭେଦ ବୁଦ୍ଧି କରି ବୃଥାରେ ଧନ୍ଦି ହୁଅତି ରହିଆ। ଅଖିଳ ଗୁରୁ ଯୋଗେଶ୍ୱର ତୁ ଶରଣ ସୋଦର, ନିରନ୍ତର ଭାବୁ ତୋ ଗୁଣ ଗ୍ରାମ ମୋର ଅନ୍ତର। ହେ ପ୍ରଭୁ, ହେ ଗୁରୁ ଯୋଗେଶ୍ୱର, ହେ ଶଙ୍କର ଭଗବାନ, ଆପଣଙ୍କ ନିକଟରେ ଶତ୍ରୁ ମିତ୍ର ଭାବ କିଛି ନାହିଁ। କେବଳ ଏ ଭେଦବୁଦ୍ଧି ମଣିଷମାନଙ୍କ ପାଖରେ ରହିଛି ବୋଲି ଏ ମଣିଷମାନେ ଧନ୍ଦି ହୁଅନ୍ତି ଏବଂ ଏ ଭେଦବୁଦ୍ଧି ଛାଡ଼ି ମଣିଷ ଯଦି ଆପଣଙ୍କ ଶରଣ ଭିତରକୁ ଆସିଯାଏ, ମୁଁ ଠିକ୍ ରୂପେ ଜାଣିଛି ହେ ଯୋଗେଶ୍ୱର ଆପଣ ତାଙ୍କୁ ଅଭୟ ପ୍ରଦାନ କରନ୍ତି। ତେଣୁ ମୁଁ ଏ କଥାଟା ବୁଝିଛି ବୋଲି ଆପଣଙ୍କଠାରେ ମୁଁ ଶରଣାପନ୍ନ ହୋଇଯାଇଛି ଏବଂ ମୋର ଅନ୍ତରାତ୍ମା ସଦାସର୍ବଦା ଆପଣଙ୍କର ନାମକୁ ଭଜନ କରୁଛି। ତେଣୁ ବାୟା ବାବା ଭଗବାନ ଶଙ୍କରଙ୍କର ଏ କଥା ବର୍ଣ୍ଣନା କରିବା ପରେ ଆମମାନଙ୍କ ପାଇଁ ଗୋଟେ ଉପଦେଶ ଦେଇଛନ୍ତି। କ'ଣ ସେ ଉପଦେଶ? ଛାଡ଼ ଛାଡ଼ ମନ ସର୍ବଦା ଭବିଷ୍ୟତ ଅତୀତ, ବର୍ତ୍ତମାନ ହୁଅ ଉଦ୍ଯୋଗୀ ହେବ ଆନନ୍ଦ ଜାତ। ରେ ମଣିଷ, ଅତୀତକୁ ମନେ ପକାଇ କିଛି ଲାଭ ନାହିଁ, କାରଣ ଯାହା ଗତ ହେଇଯାଇଛି ସେଟା ହେଉଛି ଅତୀତ। ଯେତେ ଚେଷ୍ଟା କଲେ ମଧ୍ୟ ଅତୀତକୁ ଆମେ ପାଇବା ନାହିଁ, କାରଣ ଅତୀତ ହେଉଛି ମୃତ, ମୃତକୁ କେବେ ଜୀବିତ ତୁ କରିପାରିବୁ ନାହିଁ। ଏବଂ ଆଉ ଗୋଟେ ଆଗରେ ରହିଛି ଭବିଷ୍ୟତ। ସେ ଭବିଷ୍ୟତରେ କ'ଣ ତୁ ହବୁ ତାକୁ ମଧ୍ୟ ତୁ କଳ୍ପନା କରିପାରିବୁ ନାହିଁ, କାରଣ ଭବିଷ୍ୟତର ନିର୍ମାତା ହେଉଛନ୍ତି ସ୍ୱୟଂ ଭଗବାନ। ତେଣୁ ଅତୀତକୁ ଭୁଲିଯା, ଭବିଷ୍ୟତ ପାଇଁ ଚିନ୍ତା କର ନାହିଁ। ଚିନ୍ତା କରିବାର ଆବଶ୍ୟକତା ଅଛି ବର୍ତ୍ତମାନ ପାଇଁ। ସେଥିପାଇଁ ସେ କହିଲେ ବର୍ତ୍ତମାନ ହୁଅ ଉଦ୍ଯୋଗୀ ହେବ ଆନନ୍ଦ ଜାତ। ବର୍ତ୍ତମାନକୁ ଗୁରୁତ୍ୱ ଦେଇ ଏବେ ଆମେ କ'ଣ କରିବା ଉଚିତ, ଆମେ କ'ଣ କରୁଛେ, ଆମର କର୍ତ୍ତବ୍ୟ କ'ଣ, ଏ କଥାକୁ ଯଦି ମନେ ପକାଇବ ଜଣେ, ତାହେଲେ ସିଏ କ'ଣ ହେବ ନା ଉଦ୍ଯୋଗୀ ହେବ, ଆନନ୍ଦ ପ୍ରାପ୍ତ ହେବ। ଆଉ ଭବିଷ୍ୟତର ମାଲିକ ତ ହେଉଛନ୍ତି ନିଜେ ସ୍ୱୟଂ ଭଗବାନ। ସେ କ'ଣ କରିବେ କ'ଣ ନ କରିବେ
ସେ ଭବିଷ୍ୟତକୁ ସେ ଭଗବାନଙ୍କ ଉପରେ ଆମେ ସମର୍ପି ଦେବା ଉଚିତ। ତେଣୁ ବର୍ତ୍ତମାନ କର୍ତ୍ତବ୍ୟ ହେଲା ଜଗତ ଜନଙ୍କର ସେବା କରିବୁ, ଗୁରୁଙ୍କର ଆଶ୍ରିତ ହେବୁ ଏବଂ ପ୍ରଭୁଙ୍କର ନାମକୁ ସ୍ମରଣ କରିବୁ। ସିଏ ଆଉ ଗୋଟିଏ କଥା କହିଛନ୍ତି, ସ୍ୱଭାବ ଛାଡ଼ିଣ ଯଦ୍ୟପି ପର ଭାବେ ମୋହ ଜୀବ ସର୍ବଜୟ କରି ଦିନେ ସେ ବିଶ୍ୱ ଜୟୀ ହୋଇବ। ପରାର୍ଥୀ ଜୀବନ ଦାନ କଲେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି। ଏବଂ ଆପଣ ଜାଣିଥିବେ ଜଣେ ରାଜା ଥିଲେ, ତାଙ୍କ ନାମ ହେଉଛି ଶିବି ରାଜା, ଯିଏକି କପୋତ ଗୋଟିକର ଜୀବନ ରକ୍ଷା କରିବାକୁ ସେ ନିଜର ଦେହର ମାଂସକୁ ମଧ୍ୟ ଦାନ କରିଦେଲେ। ତେଣୁ ରେ ମଣିଷ, ତୁ ସବୁବେଳେ ପରର ଉପକାର ପାଇଁ ନିଜକୁ ସମର୍ପଣ କରିଦେବା ଉଚିତ। ଶିବି ରାଜାଙ୍କ ଉପରେ ବାଇଆ ବାବା ଗୋଟିଏ କଥା ଲେଖିଛନ୍ତି। କ'ଣ ଲେଖିଛନ୍ତି? ପୁରାଣରେ ଲେଖା ହୋଇଛି ଥିଲେ ଶିବି ରାଜନ ସୋମାଂସ ନିମିତ କପୋତେ କରି ଥିଲେ ପ୍ରଦାନ। କଥାରେ ଅଛି ନା, ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନ। ପରୋପକାର କଲେ ତୁମେ ସ୍ୱର୍ଗ ପ୍ରାପ୍ତି ହେବ ଏବଂ ପରକୁ ପୀଡ଼ା ଦେଲେ ତୁମେ ପାପ ଅର୍ଜନ କରିବ, ଅର୍ଥାତ୍ ନର୍କ ଭୋଗ କରିବ। ତେଣୁ ରେ ମଣିଷ, ଈଶ୍ୱର କିଏ, ଈଶ୍ୱର ତତ୍ତ୍ୱ କ'ଣ, ତାକୁ ଚିହ୍ନିବା ଦରକାର ଏବଂ ଅତୀତକୁ ମନେ ପକାଇ ସମୟକୁ ନଷ୍ଟ କରିବା ଜମା ଉଚିତ ନୁହଁ। ଭବିଷ୍ୟତ ପାଇଁ ଚିନ୍ତା କରି ନିଜ ସମୟକୁ ବର୍ବାଦ କରିବା ଜମା ଉଚିତ ନୁହଁ। ବର୍ତ୍ତମାନ ପରିସ୍ଥିତିରେ ତୋର କର୍ତ୍ତବ୍ୟ କ'ଣ, ଏ କଥାକୁ ସବୁବେଳେ ମନରେ ରଖିବାକୁ ପଡ଼ିବ। ଶାସ୍ତ୍ର ଆଉ ଗୋଟିଏ କଥା କହିଛନ୍ତି। କ'ଣ କହିଛନ୍ତି? କର୍ତ୍ତବ୍ୟ ନିଜର ସରି ନାଇଁ ଭାଇ ଅନୁତାପ କିଆଁ ଏବେ କଣ୍ଟା ଗଛ ପୋତି ଆମ୍ବ ଫଳିବାରେ ଆଶା କେ କରଇ କେବେ। ଜଣେ ଭାବିବା ଉଚିତ ନୁହଁ, ମୋ କର୍ତ୍ତବ୍ୟ ସରିଗଲା, ମୋର ଆଉ କିଛି କରିବାର ନାହିଁ, ମୁଁ ବହୁତ କିଛି କରିଦେଇଛି। ତାହା ହେଉଛି ଭୁଲ। କର୍ତ୍ତବ୍ୟ ନିଜର ସରି ନାହିଁ ଭାଇ ଅନୁତାପ କିଆଁ ଏବେ। ଆମେ ଯେଉଁ କର୍ତ୍ତବ୍ୟ କରିସାରିଛେ ବୋଲି ଭାବୁଛେ ନା, ଆମେ ସେଟା କର୍ତ୍ତବ୍ୟ କରିନାହେଁ। ଏ ସଂସାର ପାଇଁ ଆମେ କଣ୍ଟା ଗଛ ପୋତି ଦେଇଛେ। କଣ୍ଟା ଗଛ ପୋତି ଆମ୍ବ ଫଳିବାରେ ଆଶା କେ କରଇ କେବେ। କଣ୍ଟା ଗଛ ପୋତିକିରି ଆମ୍ବ ଫଳ ପାଇବା ପାଇଁ ତୁମେ ଆଶା କଲେ ଠିକ୍ ହେବ ନା। ତେଣୁ କର୍ତ୍ତବ୍ୟ ସରିନାହିଁ, କର୍ତ୍ତବ୍ୟ ଅନେକ ରହିଛି, ଆଗରେ ବହୁତ ପଥ ପଡ଼ିଛି, ଆହୁରି କିଛି କରିବାର ଅଛି। ଏ କଥାକୁ ସ୍ୱୀକାର କରିବାକୁ ହେବ।